ଅଭାବ ଅଭାବ ଜୀବନରେ ସମସ୍ତଙ୍କୁ ଥାଏ। କାହାର ସମୟର, କାହାର ସମ୍ପର୍କର, କାହାର ଧନ ଆଉ କାହାର ଶାନ୍ତିର ଅଭାବ। ତା ଭିତରେ ଯିଏ ଖାପ ଖୁଆଇ ପାରିଲା ସେ ହିଁ ଜିତିପାରିବ। ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳେ ସବୁ ସରିଯାଇଥାଏ। ଯେମିତି ଅପେକ୍ଷାରେ ତୁ ବଡ଼ ନିର୍ଦ୍ଦୟ, ଏ ସମୟ ବି ରହିପାରୁନି ତୋ ସହିତ, ରହୁଛି କେବଳ ଦୁଃଖ ଆଉ ଯନ୍ତ୍ରଣା। ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି ସେମାନେ ତୁମ ବଡ଼ ବଡ଼ ଭୁଲକୁ ବି କ୍ଷମା କରିଦିଅନ୍ତି, ଆଉ ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ ସେମାନେ ତୁମ ଠିକ୍ କଥାରୁ ବି ଭୁଲ କଥା ବାହାର କରିଦିଅନ୍ତି। ଭଲ ପାଅ ତାକୁ ଯେ ତୁମକୁ ବିନା ଉଦ୍ଦେଶ୍ୟ ରଖି ଭଲ ପାଉଛି, କାରଣ ଏ ଦୁନିଆର ଭଲ ପାଇବା ଲୋକ କମ୍ ଓ କଷ୍ଟ ଦେବା ଲୋକ ବହୁତ ଅଧିକ ଲୋକ ମିଳନ୍ତି। କୌଣସି ପୁସ୍ତକର ନିୟମ ଅନୁସାରେ ମୋ ଜୀବନକୁ ଅନୁପ୍ରାଣିତ କର ନାହିଁ। ନିଜ ହୃଦୟର ନିଷ୍ପତ୍ତିରେ ହିଁ ଆଜି ପର୍ଯ୍ୟନ୍ତ ପରିଚାଳିତ ହୋଇ ଆସୁଛି। ନିଜକୁ ଜ୍ଞାନୀ ଭାବନ୍ତୁ ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୂର୍ଖତା ଜମାରୁ କରନ୍ତୁ ନାହିଁ। କାରଣ ସମସ୍ତଙ୍କ ଠାରୁ କିଛି ନା କିଛି ଶିଖିବାର ମିଳିଥାଏ। ଯିଏ ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ କେବଳ ନାମ ମାତ୍ର ହିଁ ବ୍ୟବହାର କରେ, ତେବେ ତା'ଠାରୁ ନୀରବତା ସହିତ ଦୂରେଇ ଯିବା ଉଚିତ। ପ୍ରେମ କର, ସାରା ଜୀବନ କର, ବାସ୍ ଆଶା ରଖ ନାହିଁ। କାରଣ କଷ୍ଟ ପ୍ରେମ ଦେଇନଥାଏ, କଷ୍ଟ ଆଶା ଦେଇଥାଏ। ଯେଉଁ ରାସ୍ତାରେ ଆପଣ ଏକୁଟିଆ ରହିଯାଉଛନ୍ତି ତେବେ ବୁଝି ନିଅନ୍ତୁ ଆପଣ ସଠିକ୍ ରାସ୍ତାରେ ଚାଲୁଅଛନ୍ତି। କାହିଁକିନା ସତ୍ୟତାର ରାସ୍ତାରେ କେହି ସାଥିରେ ନଥାନ୍ତି। ସମ୍ପର୍କ ସରିଗଲା ବୋଲି ମୁହଁରେ କହିଦେବା ବହୁ ସହଜ ହୋଇଥାଏ, କିନ୍ତୁ ଜଣଙ୍କର ସ୍ମୃତି ଲିଭେଇବା ଅତି ସହଜ ହୋଇନଥାଏ। ପିଲାଦିନେ ବାପା ମନ୍ଦିରକୁ ନେଇ ଯାଆନ୍ତି, ଭିତରେ ଠାକୁର ନ ଦିଶିଲେ ବାପା କାନ୍ଧରେ ବସେଇ ଦିଅନ୍ତି। ହେଲେ ପିଲା ଜାଣିନଥାଏ ଯେ ସେ ତାକୁ କାନ୍ଧେଇଛି, ସିଏ ହିଁ ତା'ର ଅସଲ ଠାକୁର ବୋଲି। ନିରନ୍ତର କାମ କରୁଥିବା ବ୍ୟକ୍ତି ଯେ ସଫଳତା ହୋଇଥାଏ, ଏ ଉଦାହରଣ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ ନୁହେଁ। ବରଂ ନିଷ୍ଠାକୁ ଚାବି ମନେ କରି ଅଗ୍ରସର ହେବା ଉଚିତ। କାହାକୁ ହୃଦୟକୁ କଷ୍ଟ ଦେଇ କେବେ ଶାନ୍ତିରେ ରହିହେବନି, କିନ୍ତୁ ଆଜି ମଣିଷ ପାଖରେ ଏପରି ଅନୁଭବ ହେଉନାହିଁ। ଜୀବନରେ କାହାକୁ ଅଧିକ ଭଲ ପାଇବା ତ ମାଆକୁ ହିଁ ଭଲ ପାଉ, କାରଣ ଏହି ଭଲ ପାଇବାରେ କେବେ ବି ଧୋକା ଓ ପ୍ରତାରଣା ନାହିଁ। ଜୀବନ ସେହି ବ୍ୟକ୍ତିମାନେ ଅସଫଳ ହୁଅନ୍ତି ଯେଉଁମାନେ କେବଳ ଚିନ୍ତା କରନ୍ତି କିନ୍ତୁ କର୍ମ କରନ୍ତି ନାହିଁ। ଶିକ୍ଷା ଲାଭ କରି ଏହାର ଯଥା ଉପଯୋଗ ନ କଲେ ଏହାର ମୂଲ୍ୟ ନଥାଏ। ଏଣୁ କାଗଜପତ୍ର ସାର୍ଟିଫିକେଟ୍ ପାଇଁ ବ୍ୟସ୍ତତା କୌଣସି ମୂଲ୍ୟ ନାହିଁ। ଯେଉଁଠାରେ ଆପଣଙ୍କର ସମ୍ମାନ କରାଯାଇନଥାଏ ସେଠା ଯିବା ଛାଡ଼ି ଦିଅନ୍ତୁ। ସେ ସ୍ଥାନ କାହା ଘର ହେଉ ଅବା ହୃଦୟ। ଏ ଦୁନିଆର ନିୟମ ଯାହାକୁ ସବୁଠାରୁ ବେଶୀ ପ୍ରେମ କରିଥାଏ ସେହି ତୁମଠାରୁ ଦୂରେଇ ଯାଇଥାଏ। ସମୟ ସାଥିରେ ତାଳ ଦେଇ ପ୍ରତ୍ୟେକ କାମ ଆରମ୍ଭ ଓ ଶେଷ କରିବା ଉତ୍ତମ ବ୍ୟକ୍ତିର ପରିଚୟ ହୋଇଥାଏ। ତ ବନ୍ଧୁମାନେ, ଆପଣ ଯଦି ଏଇଭଳିଆ ଥଟ୍ ଆଗକୁ ଦେଖିବା ପାଇଁ ଚାହୁଁଛନ୍ତି, ଆଗକୁ ଶୁଣିବା ପାଇଁ ଚାହୁଁଛନ୍ତି, ଆଗକୁ ଜାଣିବା ପାଇଁ ଚାହୁଁଛନ୍ତି, ତ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଲାଇକ୍ କରନ୍ତୁ, ଆଉ ଆପଣଙ୍କର ମତାମତ କମେଣ୍ଟ ମଧ୍ୟରେ ଜଣାନ୍ତୁ। ରହୁଛି। ଜୟ ଜଗନ୍ନାଥ। ରାଧେ ରାଧେ।